प्रभु जीशु ख्रीष्टଙ୍କ ଅତି ବହୁମୂଲ୍ୟ ନାମରେ ସମ୍ପର୍କ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ନୂଆ ସକାଳ ଆଶାର ଆଜିର ଅଧ୍ୟାୟରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆପଣମାନେ ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ସହିତ ଜଡ଼ିତ ହେଉଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଏ। ଆପଣମାନେ ନିୟମିତ ଦେଖନ୍ତୁ, ପୁଣି ଆପଣଙ୍କ ପ୍ରିୟଜନ ବନ୍ଧୁବର୍ଗ ମଣ୍ଡଳୀର ସମ୍ପର୍କୀୟମାନଙ୍କୁ ମଧ୍ୟ ପଠାନ୍ତୁ, ଯେଉଁମାନେ ଏ କାର୍ଯ୍ୟକ୍ରମ ସହିତ ଜଡ଼ିତ ହେବେ ଏବଂ ଆଶୀର୍ବାଦ ପ୍ରାପ୍ତ ହୋଇପାରିବେ। ଆପଣମାନେ ଆମମାନଙ୍କ ପାଇଁ ନିୟମିତ ଭାବରେ ପ୍ରାର୍ଥନା କରୁଥିବେ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ଯେଉଁ ପ୍ରସଙ୍ଗରେ ଆମେ ନୂଆ ସକାଳ ଆଲୋଚନା କରିବା, ଆଲୋଚ୍ୟ ପ୍ରସଙ୍ଗ ହେଉଛି ଗୁପ୍ତ ହେବ ଉନ୍ମୁକ୍ତ। ଗୁପ୍ତ ହେବ ଉନ୍ମୁକ୍ତ। ଯାହା ଯାହା ଗୁପ୍ତ ଅଛି ସବୁଦିନେ ପ୍ରକାଶ ପାଇବ। ଆମେ ଭାବୁଛୁ କ'ଣ ଆମେ ଗୁଡ଼ାଏ ବିଷୟ କରିଦେବା ଆଉ ସେସବୁ ଚିରକାଳ ପାଇଁ ଗୁପ୍ତ ହୋଇ ରହିବ, ତାହା ସମ୍ଭବ ନୁହେଁ। ଆଜିର ପ୍ରସଙ୍ଗ ହେଉଛି ଗୁପ୍ତ ହେବ ଉନ୍ମୁକ୍ତ। ପ୍ରଥମ କରନ୍ଥୀୟ ତାର 4 ଅଧ୍ୟାୟ ତାର 5 ପଦ। ଯେଣୁ ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ। ସେ ଅନ୍ଧକାରର ଗୁପ୍ତ ବିଷୟ ଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କ ଠାରୁ ପ୍ରଶଂସା ପାଇବ। ଏଠି ଆମେ ଦେଖୁଛୁ କ'ଣ ଲେଖାଯାଉଛି, ସମୟର ପୂର୍ବେ ପ୍ରଭୁ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ। ବିଚାର ହେବାର ସମୟ ଅଛି, ସମୟ ଅଛି। ସବୁ ବିଷୟ ଲୋକଲୋଚନକୁ ଆସିବ, ସବୁ ବିଷୟ ପ୍ରକାଶରେ ଆସିବ। ଅନେକ ଭାବୁଛନ୍ତି ଯେ ମୁଁ ଗୁଡ଼ାଏ କାମ କରୁଛି ଆଉ ଏଗୁଡ଼ାକ ଲୁଚିଯିବ। ମଣିଷ ମାଟିରେ ମିଶିଲେ ମଧ୍ୟ ସେ କରିଥିବା କାର୍ଯ୍ୟ ଲୁଚି ରହିବ ନାହିଁ। ହୁଏତ 70 ବର୍ଷ ପାଇଁ ଲୁଚିପାରେ, ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଲୁଚିପାରେ। ସମୟ ଆସିବ ସେ କ'ଣ କରିବେ, ସେ ଆଣିବେ, ପ୍ରକାଶରେ ଆଣିବେ। ଯଦି ଆମେ ଦେଖୁ, ବାଇବଲ ସ୍ପଷ୍ଟ ଭାବରେ କୁହେ। ଆପଣ ଯଦି ଦେଖିବେ 2 ତିମୋଥୀ 4 ପର୍ବ ତାର 1 ପଦ ଲେଖାଯାଏ, ମୁଁ ଈଶ୍ୱରଙ୍କ ସାକ୍ଷାତରେ ଆଉ ଯେଉଁ ଯୀଶୁଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମମାନଙ୍କୁ ଦୃଢ଼ ଆଜ୍ଞା ଦେଉଅଛି। ମାନେ ପ୍ରଭୁ ଯୀଶୁ ଯେବେ ଆସିବେ ସେ ଜୀବିତ ମୃତ ଉଭୟଙ୍କର ବିଚାର କରିବେ। ତେଣୁ ସମୟ ପୂର୍ବରୁ ଆମେ କାହାକୁ ଭଲ ବା ମନ୍ଦ କହିବାର କୌଣସି ଫରକ ପଡ଼େ ନାହିଁ। ହୁଏତ ଆଜି ଆମେ ମନ୍ଦ ଲୋକକୁ ଭଲ ବୋଲି କହୁଛୁ ବା ଭଲ ଲୋକକୁ ମନ୍ଦ ବୋଲି କହୁଛୁ, କାରଣ ଆମେ ଯେ ପ୍ରକାର ଦେଖୁ ଆମେ ସେ ପ୍ରକାର ବିଚାର କରୁ। କିନ୍ତୁ ଗୋଟେ ଦିନ ଆସିବ ସବୁ ଗୁପ୍ତ ବିଷୟ ଉନ୍ମୁକ୍ତ ହେବ, ସବୁ ବିଷୟ ପ୍ରକାଶରେ ଆସିବ। ଦେଖାଯାଉଛି କ'ଣ ଯେ ସେ ଅନ୍ଧକାର ଗୁପ୍ତ ବିଷୟ ଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ ପାଇବ। ମାନେ ମୁଁ ଯାହା ଭାବୁଛି, ଭଲ ଭାବୁଛି ନା ଖରାପ ଭାବୁଛି, ଦାନ୍ତ ଦେଖାଇ ହସି ଦେଉଛି, କିନ୍ତୁ ମୋ ଭିତରେ କ'ଣ ହେଉଛି କିଏ ଜାଣିଛି। ମୁଁ ଲୋକଙ୍କୁ ନମସ୍କାର କରୁଛି ସତ କଥା, କିନ୍ତୁ ସେ ନମସ୍କାର ପଛରେ ଉଦ୍ଦେଶ୍ୟ କ'ଣ କିଏ ଜାଣେ। ସେ ମୋର ସଂକଳ୍ପକୁ ଦୂରରୁ ଦେଖୁଛନ୍ତି, ମୋର ସଂକଳ୍ପକୁ ଜାଣନ୍ତି। ଗୋଟେ ଦିନ ଆସିବ ମୋର ସଂକଳ୍ପ ସବୁ ପ୍ରକାଶିତ ହେବ। ଆଜି ହୁଏତ ମୋର ସଂକଳ୍ପ କେହି ଜାଣୁନାହାନ୍ତି। ବାଇବଲ କ'ଣ କହୁଛି ଦେଖନ୍ତୁ, ଗୀତ ସଂହିତା 139 ପର୍ବ ତାର ପ୍ରଥମ 2 ପଦ ପଢ଼ୁଛି 3 ପଦ ପର୍ଯ୍ୟନ୍ତ। ହେ ସଦାପ୍ରଭୁ, ତୁମେ ମୋର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। ତୁମେ ମୋର ବସିବାର ଉଠିବାର ଜାଣୁଅଛ। ତୁମେ ଦୂରରୁ ମୋର ସଂକଳ୍ପ ସବୁ ବୁଝୁଅଛ। ତୁମେ ମୋର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ ଆଉ ମୋର ସକଳ ଗତି ଜାଣୁଅଛ। ଲେଖାଯାଉଛି
ଜାଣୁଅଛ ଅନୁସନ୍ଧାନ କରିଅଛ, ପରିଚୟ ନେଇଅଛ, ଜାଣୁଅଛ, ବୁଝୁଅଛ, ଅନୁସନ୍ଧାନ କରୁଅଛ, ମୋର ସକଳ ଗତି ଜାଣୁଅଛ। ତ ଏଠୁ ଆମେ ଜାଣିବା ଦରକାର ଯେ ଗୁପ୍ତ ଯାହା ଅଛି ଦିନେ ଉନ୍ମୁକ୍ତ ହବ। ସେଇ ଭୟ ବି ନାହିଁ ଆମମାନଙ୍କର। ଆଜିର ଭଦ୍ରଲୋକମାନେ ସେଦିନ ଜଣାପଡ଼ିବ କିଏ। ଆଜି ଯେଉଁ ଅସାଧୁ କାର୍ଯ୍ୟ କରି ଗୁପ୍ତରେ ପାପ କରି ଆମେ ଭାବୁଛୁ ଯେ ମୋ ବିଷୟରେ କେହି ଜାଣନ୍ତି ନାହିଁ, ଏହା ଆମର ମୂର୍ଖତା ମାତ୍ର ଅଟେ। ସବୁ ଗୁପ୍ତ ବିଷୟ ଦିନେ ଉନ୍ମୁକ୍ତ ହବ। ତେଣୁ ଆମମାନେ ବର୍ତ୍ତମାନ ଆମେ କ'ଣ କରିପାରିବା? ଅନନ୍ତ କାଳକୁ ସଜାଡ଼ି ପାରିବା। ଆଜିର ଯେଉଁମାନେ ଭଦ୍ରଲୋକମାନେ, ସାଧୁ ଲୋକମାନେ, ସମସ୍ତଙ୍କର କ୍ରିୟା ବାହାରେ ଆସୁନାହିଁ, ସମସ୍ତଙ୍କର କଳ୍ପନା ବାହାରେ ଆସୁନାହିଁ। ଦିନ ଆସିବ ସମସ୍ତ ପ୍ରକାଶ ପାଇବ। ଲେଖା ଅଛି ଅନ୍ଧକାର ଗୁପ୍ତ ବିଷୟ ଗୁଡ଼ିକ ଆଲୋକରେ ଦେଖାଇବେ, ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ ପାଇବ। ମାନେ ଭାବି ଦେଖନ୍ତୁ, କିଛି ମଧ୍ୟ ଲୁଚିକି ରହିବ ନାହିଁ। ଆମେ ଭାବୁଛୁ କ'ଣ? ଆମେ ଗୁଡ଼େଇ କାମ କରି ବର୍ତ୍ତିଯିବା। ଦେଖନ୍ତୁ, ଜଗତରେ ଯେଉଁ ମନ୍ତ୍ରୀମାନେ, ଶିଳ୍ପପତିମାନେ ଦୂର ସ୍ଥାନମାନଙ୍କୁ ଯାଇ କୌଣସି ଗୁପ୍ତ ପାପ କରି ପଳେଇ ଆସିଛନ୍ତି, ପରବର୍ତ୍ତୀ ସମୟରେ ଆମେ ମିଡ଼ିଆରେ ଶୁଣିପାରୁଛୁ ସେମାନଙ୍କ ଫାଇଲ୍ ଗୁଡ଼ାକ ସବୁ ଖୋଲୁଛି। ଯଦି ମଣିଷର ଫାଇଲ୍କୁ ଯଦି ମଣିଷ ଖୋଲୁଛି, ହେଲେ ମଣିଷର ଫାଇଲ୍କୁ ପ୍ରଭୁ ଖୋଲିବେ ନା ନାହିଁ? ସବୁ ହିଡେନ୍ ଫାଇଲ୍ ଖୋଲା ହେବ ସେଦିନ। ତେଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମୋ ବିଷୟରେ ମୋ ସ୍ତ୍ରୀ ଜାଣନ୍ତି ନାହିଁ, କାହାର ସ୍ୱାମୀ ଜାଣନ୍ତି ନାହିଁ, ପିଲାମାନେ ଜାଣନ୍ତି ନାହିଁ, ମଣ୍ଡଳୀ ଜାଣନ୍ତି ନାହିଁ, ସହକର୍ମୀ ଜାଣନ୍ତି ନାହିଁ, ଦେଶବାସୀ ଜାଣନ୍ତି ନାହିଁ, କିନ୍ତୁ ଜଣେ ସେ ସବୁ ଜାଣନ୍ତି। ଆଉ ସେ ଆମକୁ ଗୋଟେ ସୁଯୋଗ ଦେଇଛନ୍ତି ଆମର ଅନନ୍ତ କାଳ ପାଇଁ ଚିନ୍ତା କରିବା ପାଇଁ। ସବୁ ଗୁପ୍ତ ବିଷୟ ଉନ୍ମୁକ୍ତ ହେବ। ଲୁକଲିଖିତ ସୁସମାଚାର ତାର 8 ଅଧ୍ୟାୟ 17 ପଦରେ ଲେଖାଯାଏ, କାରଣ ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ ଏପରି ଗୁପ୍ତ ବିଷୟ କିଛି ନାହିଁ, କିଛି ନାହିଁ। ଲେଖାଯାଉଛି କାରଣ ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ। ମାନେ ଦିନ ଆସିବ ସବୁ ପ୍ରକାଶିତ ହେବ, ସବୁ ଗୁପ୍ତ ହେବ, ଉନ୍ମୁକ୍ତ। ଦିନେ ସବୁ ହେଡଲାଇନରେ ଆସିଯିବ। ମୋର ଭଦ୍ରତା, ମୋର ସାଧୁତା, ମୋର ଧାର୍ମିକତା, ମୋର ଦୁଷ୍ଟତା, ମୋର କଳ୍ପନା, ମୋର ପରିକଳ୍ପନା, ମୁଁ ଲୋକମାନଙ୍କୁ ସାକ୍ଷାତ କରି ଯେଉଁ ଭଲ ଦେଖାଉଛି, ଏଇଟା ଦିନେ ପ୍ରକାଶରେ ଆସିବ। ଆଉ ସମସ୍ତେ ଜାଣିବେ ଯାହା ମୁଁ ଗୁପ୍ତରେ କରିଛି ତାହା ମୁକ୍ତରେ ପ୍ରକାଶିତ ହେବ। ତେଣୁ ଆଜି ଆମେ ସମସ୍ତେ ଟିକେ ଚିନ୍ତା କରିବା ଦରକାର, ବିବେଚନା କରିବା ଦରକାର। ଯେତେବେଳେ ମୋର ସମସ୍ତ ବିଷୟ ଲୋକମାନଙ୍କ ଦୃଷ୍ଟିରେ ଆସିଯିବ, ମୁଁ କୋଉଠି ମୁହଁ ଦେଖେଇବି? ଆଜି ହେଡଲାଇନରେ ମୁଁ, ନ୍ୟୁଜ୍ ପେପରରେ ମୁଁ, ଖବରକାଗଜରେ ଦେଖିବେ, ସେ ଟିଭିରେ ସେ ଦେଖିବେ, ପୋଷ୍ଟର ଦେଖିବେ, ହୋର୍ଡିଂ ଯେତିକି ଲାଗିଛି ସବୁଠି ଏ ମହାତ୍ମା ମାନଙ୍କ ଫଟୋ ଆସୁଛି। କିନ୍ତୁ ଦିନ ଆସିବ ଏମାନଙ୍କ ସବୁ ବାହାରି ଆସିବ। ଆଜି ଏମାନେ ନିର୍ଲଜ୍ଜ ଭଳିଆ ବାହାରେ ବୁଲୁଛନ୍ତି, ଦାନ୍ତ ଦେଖାଇକି, ହାତ ହଲେଇକି ବୁଲୁଛନ୍ତି, ରୋଡ ଶୋ କରୁଛନ୍ତି। ଟାଇମ୍ ଆସିବ ଯେତେବେଳେ ପ୍ରଭୁଙ୍କର ସାକ୍ଷାତରେ, ଏବେ ଆମେ କାହାରି କିଛି କରିପାରୁନାହୁଁ। ଏବେ ମନ୍ତ୍ରୀମାନଙ୍କର କିଛି କରିପାରିବା ନାହିଁ, ଧନୀମାନଙ୍କର କିଛି କରିପାରିବା ନାହିଁ, ଶିଳ୍ପପତି ମାନଙ୍କର, ବୈଜ୍ଞାନିକ ମାନଙ୍କର, ଯେଉଁମାନଙ୍କର ବଳ ଅଛି, ବାହୁବଳରେ ସେମାନେ ଗୁଡ଼େ ବି କିଛି କରିପାରିବା ନାହିଁ। କିନ୍ତୁ ଟାଇମ୍ ଆସିବ, ଜଣେ ଅଛନ୍ତି ସେ ସବୁ କରିପାରିବେ, ସେ ସବୁ କରିପାରିବେ। ତେଣୁ ଉପଦେଶକ ଲେଖିଲା ବେଳକୁ ଜ୍ଞାନୀ ସଲୋମନ ଗୁଡ଼େଇ କଥା ଲେଖିଲେ, କିନ୍ତୁ ଶେଷରେ ଗୋଟିଏ ପଦ କହି ସାରୁଛନ୍ତି। ମାନେ ତାଙ୍କର ପୁସ୍ତକ, ଉପଦେଶକ ପୁସ୍ତକ ସାରିଲା ବେଳକୁ ସେ ଗୋଟେ କଥା କହି ସାରୁଛନ୍ତି। ଉପଦେଶକ 12 ପର୍ବ 14 ପଦରେ, ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ, ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ। ସେ ବିଚାରରେ ଆଣିବେ ହିଁ ଆଣିବେ। ସବୁ ଗୁପ୍ତ ହେବ, ଉନ୍ମୁକ୍ତ। ଏଇ ଭୟରେ ବଞ୍ଚିବା ଦରକାର। କାହାର ଟିକେ ଶୀଘ୍ର ବାହାରେ, କାହାର ପରେ ବାହାରେ, କାହାର ସମାଜରେ ଜଣାଯିବ, କାହାର ସଦାପ୍ରଭୁଙ୍କ ସାମ୍ନାରେ ଜଣାଯିବ। ଆଜି ଆମେ ସମସ୍ତେ ଭଦ୍ର, ବିଶ୍ୱସ୍ତ, ଉତ୍ତମ, ସାଧୁ, କିନ୍ତୁ ଟାଇମ୍ ଆସିବ ଆମେ କିଏ ଅସଲ ରୂପ ଜଣାପଡ଼ିବ। ତେଣୁ ଆଜି ବେଳ ଥାଉ ଥାଉ ଆମମାନେ ମନୁଷ୍ୟ ସାମ୍ନାରେ ହୁଏତ ଭଲ ଦେଖାଯାଇପାରୁ, କିନ୍ତୁ ପ୍ରଭୁ ଯେ ବିଚାର କରିବେ, ବିଚାର କଲା ପରେ ଆପଣଙ୍କୁ ମୋତେ ଅନନ୍ତ କାଳକୁ ଗୋଟେ ଜାଗାରେ ଯିବା ପାଇଁ ପଡ଼ିବ। ହୁଏତ ସ୍ୱର୍ଗ ହେଇପାରେ ବା ନର୍କ ହେଇପାରେ। ମୋର କର୍ମ ହିଁ ମୋତେ ନେଇକି ଯିବ ସେଠି।
मोर क्रिया ही मत नहीं पहुँचे देव। प्रभु आपन को दयाकर स्वर्ग को नेबे नहीं कि आपन को बाध्य कर नरक को पठेबे नहीं। आपणकर जगतर रोहणी काल में आप कि प्रकार जीवन काटी सेटा ही आपण पछरे आसो। बाइबल कौन कौन से कर्म से अनुवर्ती हम। तेणु आसतु आगक आम समस्त जत्नवान होगा, आम जीवन को सजाड़ा। प्रभु आपण मान आशीर्वाद करंतु, प्रार्थना करवा। अनुग्रहकारी पिता परमेश्वर आम आपको धन्यवाद दूँ। वाक्य द्वारा आपण मान सहित कथा हो प्रभु आम मैंने प्रत्येक भावी बसीचु जे आम विषय कहीं जानती ना। आम गुड़े विषय करुचु आ भावुचु जे आम विषय सतरे कहीं जानती ना, कि प्रभु आप सबू जानती, आप सबू देखुं पुणे आपण आम सुजोग देइछंती, सुजोग पर सुजोग देउछंती। प्रभु आमान को देहर अनेक असुस्थता रोग व्याधि थिबा सत्वे, अनेक दुर्घटनार शिकार होगा सत्वे आपण आमान जीवितावस्था रखिछंती, जेपरि आम अनंत काल को सजाड़ी पारिबु। मु प्रार्थना करे प्रत्येक को साहाय्य कर प्रभु, आपणार गतिविधि को सजाड़िबा पय अनुग्रह कर, दया कर। प्रार्थना शुणिथिबार धन्यवाद। आदर महिमा आपन को दे प्रार्थना मोर प्राणर प्रिय जीशु को नाम रे मागिली, आमेन। प्रभु आपण मान प्रत्येक को बाहुल्य रूप आशीर्वाद करंतु। प्रभु अनुग्रह कले नूतन अध्याय जड़ित होगा। विदाय दियंतु। नमस्कार।